ବନ୍ଧୁମାନେ, ଆଜି ମୁଁ ମୋ ଜୀବନର ସବୁଠାରୁ ବଡ଼ ଭୁଲଟା ଆପଣମାନଙ୍କୁ କହିବି। ସେଇ ଭୁଲ ପାଇଁ ରେଖା ଦିଦିଙ୍କ ଠାରୁ ଯେତେ ଗାଳି ଖାଇଥିଲି ଆଜି ବି ମନେ ପଡ଼ିଲେ ହସ ଅଟକେ ନାହିଁ। ସେଦିନ ମୁଁ ଆଉ ରେଖା ଦିଦି ଭୁବନେଶ୍ୱର ସପିଂ କରିବା ପାଇଁ ଯାଉଥିଲୁ। ଷ୍ଟେସନରେ ଗୋଟେ ଟ୍ରେନ୍ ଆସିଲା। ସମସ୍ତେ ଦୌଡ଼ି ଦୌଡ଼ି ଚଢ଼ୁଥିଲେ, କିନ୍ତୁ ମୁଁ ପୁରା ଷ୍ଟାଇଲରେ କହିଦେଲି, ରେଖା ଦିଦି ରୁହନ୍ତୁ, ଏହା ଆମ ଟ୍ରେନ୍ ନୁହେଁ, ଆଉ ଗୋଟେ ଟ୍ରେନ୍ ଆସିବ। ରେଖା ଦିଦି ମୋ କଥାକୁ ବିଶ୍ୱାସ କରି ଚଢ଼ିଲେ ନାହିଁ। କିଛି ସେକେଣ୍ଡ ପରେ ଟ୍ରେନ୍ ଚାଲିଗଲା। ମୁଁ ଟିକେଟକୁ ପୁଣି ଦେଖିଲି। ମୋ ହୋସ୍ ଉଡ଼ିଗଲା। ଆରେ ବାପରେ, ସେଇଟା ହିଁ ଆମରି ଟ୍ରେନ୍ ଥିଲା। ବାସ୍, ତାପରେ ରେଖା ଦିଦି ମୋତେ ବହୁତ ଗାଳି ଦେଲେ ଆଉ କହିଲେ, ଟିକେଟ ନ ଦେଖି ଏତେ କନଫିଡେନ୍ସ। ମୁଁ କିନ୍ତୁ ଚୁପଚାପ ସବୁ ଶୁଣିଥିଲି, କାରଣ ଭୁଲଟା ସମ୍ପୂର୍ଣ୍ଣ ମୋର ଥିଲା। ତାପରେ ପୁଣି ନୂଆ ଟିକେଟ କରି ପରବର୍ତ୍ତୀ ଟ୍ରେନ୍ରେ ଭୁବନେଶ୍ୱର ପହଞ୍ଚିଲୁ। ଆଜି ସେଇ ଘଟଣା ମନେ ପଡ଼ିଲେ ଆମେ ଦୁହେଁ ବହୁତ ହସୁ। ରେଖା ଦିଦି ଯଦି ଏଇ ଭିଡ଼ିଓ ଦେଖୁଛନ୍ତି, ସେଇ ଦିନ ପାଇଁ ପୁଣି ଥରେ ସରି। ଆପଣମାନଙ୍କ ସହ ଏମିତି କୌଣସି ମଜାଦାର ଘଟଣା ଘଟିଛି କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଜୟ ଜଗନ୍ନାଥ।